ଜୟ ଜଗନ୍ନାଥ ସାଙ୍ଗମାନେ ଯୁଆଡ଼େ ଯାଉଛ ଯାଅ ବାପାଙ୍କର କିନ୍ତୁ ଗାଳିଟା ସେଇ ଛୋଟ ପିଲାଙ୍କ ଭଳି। ତମେ ଯେତେ ବଡ଼ ହେଇଗଲେ ବୋଲି ବାପା ମାଆଙ୍କ ପାଖରେ ତମେ ସବୁଦିନ ସେଇ ଛୋଟ ପିଲା ଭଳି। ଗଲାବେଳେ ଦେଖିକି ଯିବ, ରାସ୍ତାରେ ବାଁ ପଟରେ ଯିବ, ଫୋନ୍ କରି ପଚାରିବେ ପହଞ୍ଚିଲ କି ନାହିଁ, ଘଣ୍ଟାକୁ ଘଣ୍ଟା ଫୋନ୍, ପାଗିଳି କୋଉଠି ପହଞ୍ଚିଲ, ଭଲ କି ନାହିଁ। ଆମର ଆଜି ପିକନିକ୍ ପ୍ଲାନିଂ ଥିଲା ଫ୍ୟାମିଲିର। ବାପା ଆଜି କହିଲେ ମୁଁ ଯିବିନି, ତମେ ମାନେ ଯାଅ। ସେମାନେ ସବୁ ପଛରେ କାର୍ରେ ଆସୁଛନ୍ତି, ଆମେ ଆସିଛୁ ବାଇକ୍ରେ, କାରଣ ଗୋଟେ କାର୍ରେ ଜାଗା ହେଲାନି। ଗଲାବେଳକୁ ସେଠି ଗୋଟେ ପଇଡ଼ ଟିକେ ପିଇଲି, ପଇଡ଼ ପିଇ ଦେଇକି ଏଠି ଆସିକି ଦେଖନ୍ତୁ ମୁଁ ପହଞ୍ଚିଗଲି କୋଣାର୍କ ରିସୋର୍ଟ ଯୋଉଠି ଲେଖା ହେଇଛି ସେଠି। ଆମେ ସେଠି ଦେଖିଲୁ ବହୁତ ଭିଡ଼ ଅଛି, ଏଠି ବହୁତ ଭିଡ଼ ଅଛି। ଆମେ ଆଗକୁ ଚାଲିଲୁ। ଆମେ କହିଲୁ ପାଖକୁ ଗଲେ ରାମଚଣ୍ଡୀ ମନ୍ଦିର ପାଖରେ ସେଠି କାଳେ ହେଇ ଫାଙ୍କା ଥିବ। ଦେଖନ୍ତୁ କେତେ ଭିଡ଼, ବହୁତ ଲୋକ ଆସିଛନ୍ତି ଭୋଜି କରି ଖାଇବା ପାଇଁ। ତାପରେ ମଝିରେ ବାପାଙ୍କର କଲ୍, କୋଉଠି ପହଞ୍ଚିଲ, ଏଠି ଦେଖନ୍ତୁ ଇକୋ ରିସୋର୍ଟରେ ଟିକେ ଭିଡ଼ିଓ ବନେଇଦେଲେ। ଏଠି ମେରାଇନ୍ ଡ୍ରାଇଭ୍ ଆସିଗଲା। ତାପରେ ସିଧା ଆମେ ଚାଲିଲୁ ରାମଚଣ୍ଡୀ ମନ୍ଦିର କୋଉଠି ପଡ଼ିବ ଆଗକୁ। ମୁଁ କହିଲି ବିଜୁ କେତେ ବାଟ, ମୋ ଭଉଣୀ ଜୋଇଁଙ୍କର ମୋର ଯାଉଥିଲୁ, ବହୁତ ବାଟ ବୋଲି। ବାପାଙ୍କର ଟିକେ ପରେ ଏତେ ସମୟ ହେଲାଣି ତମେ ପହଞ୍ଚିନ। ବାପାଙ୍କ ଭଲ ପାଇବା ଭଳି ଭଲ ପାଇବା ବୋଧେ କେହି ଦେଇପାରିବେନି ଲାଇଫରେ। ବିନା ସ୍ୱାର୍ଥ, ବିନା ରାମଚଣ୍ଡୀ ମନ୍ଦିରରେ ଆମେ ଆସିକି ପହଞ୍ଚିଗଲୁ। ଦେଖନ୍ତୁ ଏଣ୍ଟ୍ରି ଗେଟ୍ରେ ଆମେ ଏଣ୍ଟ୍ରି କଲୁ। କେତେ ଭିଡ଼ ଅଛି, କେତେ ଲୋକ ଆସୁଛନ୍ତି ଭୋଜି କରିବା ପାଇଁ। ସମସ୍ତେ ବି ଆସିବା କଥା। ବେସିକାଲି ଏଠି ବି ବହୁତ ଜିନିଷ ଭଡ଼ାରେ ମିଳୁଛି। ଦେଖନ୍ତୁ ତମେ ଯଦି କିଛି ନ ଆଣିକି ବି ତମେ ଏଠି ଆସିକି ଭୋଜି କରିପାରିବ। ମାନେ ଗ୍ୟାସ୍ ଚୁଲା ପାଖରୁ ଆରମ୍ଭ କରିକି ପାଲ କତରୁ ପାଣି ପାଖରୁ ସବୁ ପୁରା ଥୁଆ ହେଇଛି ସାଇଜ୍ ହେଇକି। ତମେ ଯେତେ ନେଇପାରିବ କଡ଼ା। ଭିଡ଼ିଓଟି ଭଲ ଲାଇକ୍ କମେଣ୍ଟ ସେୟାର କରିବେ।